ଥରେ ଯଦୁମଣି ନୟାଗଡ଼ ରାଜାଙ୍କ ସହିତ ଯାଉଥିଲେ। ନୟାଗଡ଼ ରାଜା ପାଲିଙ୍କିରେ ବସିଥିଲେ ଏବଂ ଯଦୁମଣି ଚାଲି ଚାଲି ତାଙ୍କ ପାଖରେ ଯାଉଥିଲେ। ଏହି ସମୟରେ ଠିକ୍ ପାହାଡ଼ ଉପରେ ଖଣ୍ଡପଡ଼ା ରାଜା ଯାଉଥିଲେ। ଯେହେତୁ ପାହାଡ଼ ତଳେ ନୟାଗଡ଼ ରାଜା ଯାଉଥିଲେ, ତାହାଙ୍କୁ ତାଚ୍ଛଲ୍ୟ କରି ଖଣ୍ଡପଡ଼ା ରାଜା ନିଜକୁ ଉଚ୍ଚ ଭାବି କିଛି ପ୍ରୟାସ କରି ଥଟ୍ଟା ମଜା କରିଥିଲେ। ଏକଥା ଶୁଣି ଯଦୁମଣିଙ୍କ ଦେହରେ କଲାନି। ସେ ସଙ୍ଗେ ସଙ୍ଗେ ମନରୁ ଫାନ୍ଦି ଦୁଇପଦ କବିତା ବୋଲିଦେଲେ। ବାସ୍ ସେତିକିରେ ଖଣ୍ଡପଡ଼ା ରାଜା ଲାଜରେ ଚୁପ୍ ହୋଇଗଲେ। ଯଦୁମଣି ଗାଇଥିଲେ ଯେ ନିକିତି ତୋଲ ସାନ ବଡ଼କୁ ଭାରି ହୁଏ ଯେଉ ରହେ ତଳକୁ। ଏହାର ଅର୍ଥ ହେଲା ଯେ ନିକିତିରେ ଯେତେବେଳେ ତୋଲାଯାଏ, ଯେଉଁଟା ଭାରି ପଟ ସେଇଟା ତଳକୁ ଯାଇଥାଏ ଏବଂ ହାଲୁକା ପଟ ଉପରକୁ ଯାଇଥାଏ।